ସମସ୍ତଙ୍କୁ ନମସ୍କାର। ମୁଁ କଣ୍ଠଶିଳ୍ପୀ ଏବଂ ସଙ୍ଗୀତ ନିର୍ଦ୍ଦେଶକ ସୁନୀଲ ଜେନା। ହିମାନ୍ ଭାଇଙ୍କ କଥା କ'ଣ କହିବି, ଯେତେ କହିଲେ ବି କମ୍ ପଡ଼ିବ। କାହିଁକିନା ସିଏ ଓଡ଼ିଶାର ଜଣେ ଖାଲି ସିଙ୍ଗର ନଥିଲେ, ଜଣେ ଭଲ ମଣିଷ ଥିଲେ। ତାଙ୍କର ପ୍ରତିଟି ଗୀତ ଲୋକଙ୍କର ଏଇ ହୃଦୟରେ ଆସି ପହଞ୍ଚି ଯାଉଥିଲା। ଛୋଟଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ତାଙ୍କ ଗୀତ ଥିଲା। ମୁଁ କହୁଛି ସେପ୍ଟେମ୍ବର 24 ତାରିଖ କଥା। ମୋର ଗୋଟେ ଅଫସୋସ ରହିଗଲା କ'ଣ କି, ମୋର ଯେଉଁ ଚ୍ୟାନେଲରେ ପ୍ରାୟ ଓଡ଼ିଶାର ସମସ୍ତ ସିଙ୍ଗର ଆଗ ଧାଡ଼ିର ଗାଇଛନ୍ତି ଗୀତ, କିନ୍ତୁ ମୋର ଗୋଟେ ଗୀତ କମ୍ପୋଜ ଥିଲା। ସେ ମୁଁ ଚାହୁଁଥିଲି ଯେ ହ୍ୟୁମାନ ସାଗର ଗୀତଟି ଗାଇବେ ବୋଲି। ସେଦିନ ବି ମୋର ଦେଖନ୍ତୁ କେମିତି ଗୋଟେ ମାନେ ସୁଯୋଗ। ମୁଁ ଏସ୍ଆର୍ ସ୍ଟୁଡ଼ିଓ ଜିତୁ ମଙ୍ଗରାଜଙ୍କ ସ୍ଟୁଡ଼ିଓ ଥିଲି। ଜଷ୍ଟ ମୋର ଗୀତ ରେକର୍ଡ଼ିଂ 3ଟି ଗୀତ ସରିଲା। ଗୋଟେ ଶ୍ରୀଚରଣ ମହାନ୍ତି ଗାଇଥିଲେ, ଗୋଟେ ଆମର ସସ୍ମିତା ମିଶ୍ର ଗାଇଥିଲେ, ଗୋଟେ ସୌରଭ ନାୟକ ଗାଇଥିଲେ। ତାପରେ ମୁଁ ଗୀତଟିକି ସେଠି ଶୁଣିଲା ଭିତରେ ଜଷ୍ଟ ଜିତୁ ଭାଇ କହିଲା ହ୍ୟୁମାନ ଆସୁଛି। ମୁଁ ଯାହା ଭଲ ହେଲା, ହ୍ୟୁମାନ ଭାଇଙ୍କ ପାଇଁ ଗୋଟେ ଗୀତ ଥିଲା, ଭାଇଙ୍କ ସାଙ୍ଗେ କଥା ହେଇଯିବି। ଭାଇ ଯେତେବେଳେ ଆସିଲେ ମୁଁ ଭାଇକି ଦେଖିକି ଆଶ୍ଚର୍ଯ୍ୟ ହେଇଗଲି। ଭାଇ ଝଡ଼ି ଯାଇଛନ୍ତି ଭାଇ। ଆଉ କ'ଣ ଏମିତି ନା ସୁନୀଲ ଭାଇ, ମୋତେ ବି ଭାଇ ଡାକନ୍ତି। କାହିଁକିନା ସବୁବେଳେ ଯେତେବେଳେ ଦେଖା ହେଇଥିଲେ ମିଲନ ଷ୍ଟୁଡ଼ିଓରେ ବି ପୂର୍ବରୁ ଦେଖା ହୁଅନ୍ତି। ମୋର ଇଲେକ୍ସନ ଗୀତ ଦୁଇ ଚାରିଟା ଗାଇଥିଲେ ସେ। ତାପରେ ମୋତେ କହିଲେ, ମୁଁ କହିଲି ଭାଇ କ'ଣ ଏମିତି ଝଡ଼ି ଯାଇଛନ୍ତି? ନା ନାଇଁ ଆଉ କିଛି ନାହିଁ। ଆଉ ମୁଁ କହିଲି ଭାଇ କ'ଣ ଏମିତି ସବୁ ଫାଉଣ୍ଡେସନ କ୍ରିମ୍ ଫିମ୍ ଲଗେଇ ନା ମୋତେ ମା ସଜେଇକି ପଠେଇଛନ୍ତି। ମାଆଙ୍କୁ ବହୁତ ଭଲ ପାଏ। ଆଉ ସେଇଠି ମାଆଙ୍କ ଗୀତଟି ବି ଗାଇଥିଲେ, ଯୋଉ ଆମର ମାଆଙ୍କ ଗୀତଟି ଥିଲା, ତୋ ହାତ ମୋ ଉପରେ ରହିଥାଉ, ମୁଁ କିଛି ଚାହିଁବିନି, ମା ତୋ ବିନା ମୁଁ ବଞ୍ଚି ପାରିବିନି। ଏଇ କଥାଟା କହିଥିଲେ। ସେଇ ମା ଆଜି ଅଛନ୍ତି ଏମିତି ଦେଖିଲା ବେଳକୁ ସେଇଟା ତାଙ୍କର ବହୁତ ବଡ଼ ଦୁଃଖ, ଗୋଟେ ଆମ ଓଡ଼ିଶାର ଅପୂରଣୀୟ କ୍ଷତି। ସେଇ କ୍ଷତିଟା ବି ଆଉ କେହି ବି ଭାବୁଛି ସେ ଅପୂରଣୀୟ କ୍ଷତିଟାକୁ ଆଉ ସେ ଜାଗା କେହି ନେଇପାରିବେନି। ହ୍ୟୁମାନ ସାଗର ଗୋଟେ ଗୋଟେ ମାନେ କହିଲା ଭଳିଆ ଗୋଟେ ଯୋଉଟା ଆମ ସାଗର ଭାଇ ବର୍ତ୍ତମାନ କହିଲେ, ସେଟା ଏରା ଗୋଟେ ହେଲା କି। ଆଉ ଗୋଟେ ଜୁଏଲ, ଓଡ଼ିଶାର ଗୋଟେ ଜୁଏଲ ଥିଲେ ସିଏ। କାରଣ ଯେତେବେଳେ ମୁଁ ବି ଜାଣିଛି, ଯେତେବେଳେ 2012 ମସିହାରେ ସେ ଏଣ୍ଟ୍ରି କଲେ ଓଡ଼ିଶାକୁ, ସେତେବେଳେ ବମ୍ବେ ଆର୍ଟିଷ୍ଟଙ୍କର ରାସ୍ତା ବନ୍ଦ କରିଦେଇଥିଲେ। ସେ ଖୋଲା କଥା, ମୁଁ ଏଠି ସାମ୍ନାରେ କହୁଛି, ମିଡ଼ିଆ ସାମ୍ନାରେ। ବମ୍ବେ ଆର୍ଟିଷ୍ଟଙ୍କର ଆସ୍ତେ ଆସ୍ତେ ଆମର ସବୁ ବନ୍ଦ ହେଇଯାଇଥିଲା ଗୀତ ଗାଇବା ସବୁ ଷ୍ଟୁଡ଼ିଓ ମାନଙ୍କରେ। ଆଉ ଭଲ ଗୋଟେ ଏତେ ବଡ଼ ସିଙ୍ଗର ସିଏ, ମାନେ ଓଡ଼ିଶା ଇଣ୍ଡଷ୍ଟ୍ରିକୁ, ମ୍ୟୁଜିକ୍ ଇଣ୍ଡଷ୍ଟ୍ରି କୋଉ ଜାଗାରେ ପହଞ୍ଚେଇ ଦେଇଥିଲେ। ତାଙ୍କ ଦ୍ୱାରା ବି ଏତେ ଭଲ ସିଙ୍ଗର ମାନେ ବି ଗୀତ ପାଇବାର ସୁଯୋଗ ପାଇଲେ ଓଡ଼ିଶାରେ। ଆଉ ତାଙ୍କ କଥା କ'ଣ କହିବି ଆଉ। ଭାଇ ଏତେ ଭଲ ଭଲ ମଣିଷ ଥିଲେ। ସବୁଠାରୁ ବଡ଼ କଥା ହେଲା, ସେ ଗୋଟେ ଭଲ ମଣିଷ ଥିଲେ। ଯୋଉଟା କହିଲେ ସାଗର ଭାଇ, ଯାହାକୁ ଦେଖନ୍ତି ଗାଡ଼ିରୁ ଓହ୍ଲେଇ ଯୋଉ କଥା କହିଲେ, ଆମେ ସବୁ କହୁଛେ ହ୍ୟୁମାନ ସାଗର ଭଲ ନୁହଁ, ଅହଙ୍କାରୀ ସିଏ। ନା, ଆକ୍ଚୁଆଲି ସେଟା ନୁହଁ। ଆଉ ପଛରେ ଗୋଟେ କଣ୍ଟ୍ରୋଭର୍ସି ହେଇଥିଲା, ଜଗନ୍ନାଥଙ୍କ ଗୀତ ସେ ଗାଇନାହାନ୍ତି। ସେ ତ ବହୁତ ଗୀତ ଗାଇଛନ୍ତି ଜଗନ୍ନାଥଙ୍କର, ବହୁତ ଗୀତ ଗାଇଛନ୍ତି, ଆମେ ହୁଏତ ଜାଣିନୁ। କହୁଛନ୍ତି ଯେ ଶେଷରେ ଜଗନ୍ନାଥଙ୍କୁ ହିଁ ଗୀତ ଗାଇଥିଲେ ତାପରେ ଯାଇଥିଲେ। ନାଇଁ, ଶେଷ ଗୀତ ସେ ଗାଇଥିଲେ ଜଗନ୍ନାଥଙ୍କର, କିନ୍ତୁ ଅନେକ ଗୀତ ଗାଇଛନ୍ତି ଜଗନ୍ନାଥଙ୍କର। ଦେଖିବାକୁ ଗଲେ ସିଏ ଗୋଟେ କ'ଣ ମାନେ ରୋମାଣ୍ଟିକ ଗୀତ, ଯେହେତୁ ଲୋକମାନେ ଶୁଣିଲେ ତାଙ୍କଠାରୁ ସବୁ ପ୍ରକାର ଗୀତ ଯିଏ ଦିନେ ଶୁଣିଲେ। ସମସ୍ତଙ୍କୁ ହସଉଥିଲା କନ୍ଦଉଥିଲା ସିଏ ବି ଦୁନିଆରେ ନାହିଁ। କ'ଣ କରିବା ଆଜ୍ଞା, ଏଇଟା ତ ବିଧିର ବିଧାନ। ଜନ୍ମ ଅଛି ତ ମୃତ୍ୟୁ ଅଛି। କିନ୍ତୁ ଏଇଆ ଗୋଟେ ଦୁର୍ଭାଗ୍ୟ କ'ଣ, ସେ ମାନେ ତାଙ୍କର ଗୋଟେ ସେତିକି ଏଜ୍ ହେଇନଥିଲା। ମାନେ ହୁଏତ କ'ଣ 80 ବର୍ଷ 90 ବର୍ଷରେ ଆଜି ପର୍ଯ୍ୟନ୍ତ ବୁଢ଼ା ମାନେ ବଞ୍ଚିକି ରହିଛନ୍ତି। କିନ୍ତୁ ତାଙ୍କର ବହୁତ ଏଜ୍ ହେଇଥିଲା କି 34 ବର୍ଷ ମାତ୍ର ହେଇଥିଲା, 34 35 ବର୍ଷ ମାତ୍ର। ସେଇଟା ଗୋଟେ ଦୁଃଖ, ସବୁଠୁ ସବୁ ଓଡ଼ିଶାବାସୀଙ୍କ ହୃଦୟରେ ଗୋଟେ ଦୁଃଖ ରହିଗଲା। ଆଉ ତାଙ୍କ ଭଳି ଆଉ ଜନ୍ମ ହେବା କାଇଁ ଆଶା ନାହିଁ ଆଉ। ସେଇଭଳି ସିଙ୍ଗର ଆଉ ଜନ୍ମ ହେବା ବହୁତ କଷ୍ଟ। ପ୍ରଭୁ ଯଦି ଭଗବାନ, ଜଗନ୍ନାଥଙ୍କୁ କଣ କହିବେ ତାଙ୍କ ପାଇଁ? ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ତାଙ୍କର ଆତ୍ମା ଯୋଉଠି ରହୁ, ଜଗନ୍ନାଥ ପ୍ରଭୁ ଠାକୁର ତାଙ୍କ ଆତ୍ମାର ସଦ୍ଗତି କରନ୍ତୁ। ସଦ୍ଗତି କରିବା ସହିତ ତାଙ୍କୁ ଭଲରେ ରଖିଥାନ୍ତୁ। କାହିଁକିନା ସିଏ ବି ଗୋଟେ ଏମିତି ସିଙ୍ଗର, ମୁଁ ବି ନିଜେ ସେଦିନ ଫିଲ୍ କରିଥିଲି। କାହିଁକିନା ସିଏ ଦୁଃଖରେ ବି ହସୁଥିଲେ, ଆଉ ଖୁସିରେ ବି ସେ ହସନ୍ତି। ସେଇଟା ତାଙ୍କ ପାଖରେ ଗୋଟେ ଭଲ ଗୁଣ ଥିଲା। ଆଉ ବାକି ଯୋଉଗୁରା କଣ୍ଟ୍ରୋଭର୍ସି ଆସିଥିଲା ଆଗରୁ ସବୁ ଦିନ, ତାଙ୍କର ଅବଭିୟସଲି ଜଣେ ଡିପ୍ରେସନ ଯିବ। କାହିଁକିନା ବାପା ଛାଡ଼ି ଚାଲିଗଲେ, ଭାଇ ଚାଲିଗଲେ, ସ୍ତ୍ରୀ ଝିଅକୁ ନେଇ ଚାଲିଗଲା, ବୁଝିଲେ କି, ପାଖରୁ ତାଙ୍କର। ସେ ଅବଭିୟସଲି ଗୋଟେ ଡିପ୍ରେସନ, ଯିଏ ସେ ଜାଗାରେ ମୁଁ ବି ଥିଲେ ବି ମାନସିକ ଚାପରେ ପଡ଼ିକି ବି ମୁଁ ବି ଡିପ୍ରେସନ ଯାଇଥାନ୍ତି। ଏଇଟା ସମସ୍ତଙ୍କ ଭାଗ୍ୟରେ ଭଗବାନ ନ ଦିଅନ୍ତୁ। ଆଉ ତାଙ୍କର ଅମର ଆତ୍ମାର ଶାନ୍ତି ଦିଅନ୍ତୁ, ଭଲ ରୁହନ୍ତୁ ସେ। ହ୍ୟୁମାନ ଭାଇ, ମୋର ଗୋଟେ ଅଫସୋସ ରହିଲା, କାହିଁକି ନା ମୋର କମ୍ପୋଜିସନ ଗୀତଟି ରହିଗଲା ଅଧାରେ। ମୁଁ ଏତେ ସିଙ୍ଗର ସବୁ ଗାଇଥିଲି, ତାଙ୍କ ପାଇଁ ଗୋଟେ କମ୍ପୋଜ କରିଥିଲି ଗୀତ, ବଢ଼ିଆ ଗୀତଟି କରିଥିଲି। ସେଇ ଗୀତଟା ବି ଆମେ କଥାବାର୍ତ୍ତା ହେଇଥିଲୁ। ଭାଇ କହିଲେ ମୁଁ ୱିଦିନ୍ 10 ଡେଜ୍ ଭିତରେ ଗାଇଦେବି ସୁନୀଲ ଭାଇ, ତମ ଗୀତଟି ବଢ଼ିଆ ଗୀତ ହେଇଛି, କାହାକୁ ଦେବେନି, ମୁଁ ଗାଇବି। ସେଇଟା ଗୋଟେ ଅଫସୋସ ରହିଲା ମୋର, ସବୁବେଳେ ଅଧୁରା ହେଇ ରହିଲା। ଆଉ ମୁଁ ବି ଏତିକି ଭଗବାନଙ୍କ ପ୍ରାର୍ଥନା କରୁଛି, ମା ତାରିଣୀଙ୍କ ପ୍ରାର୍ଥନା କରୁଛି, ହ୍ୟୁମାନ ଭାଇ ଯୋଉଠି ଥାଆନ୍ତୁ, ଭଲରେ ଥାଆନ୍ତୁ।
ଆଉ ତାଙ୍କ ପରିବାରକୁ ସାନ୍ତ୍ୱନାମୂଳକ ଦିଅନ୍ତୁ, ଧୈର୍ଯ୍ୟ ଦିଅନ୍ତୁ, ସହିବାର ଶକ୍ତି ଦିଅନ୍ତୁ। ଆଉ ଏଭଳି ଆଉ ଯୁଗ ବିତିଗଲେ ବି ଆଉ ହିମାମ ଭାଇଙ୍କ ଭଳିଆ ଗୋଟେ ସିଙ୍ଗର ଓଡ଼ିଶାରେ ଜନ୍ମ ନେବା ବହୁତ କଷ୍ଟ। ଆଉ କ'ଣ କହିବା?